ଯେତେବେଳେ ସଂଖ୍ୟା ନଥାଇ ସିଟ୍ ନଥାଇ କ୍ୟାଣ୍ଡିଡେଟ୍ ଯେତେବେଳେ ଜଣେ ହଉଛନ୍ତି ସେତେବେଳେ ଲାଗୁନି କି ସାର୍ ଘୋଡ଼ା ବେପାର ହବ ବୋଲି। ଆପଣଙ୍କର ବିଚାରଧାରା ମୋ ବିଚାରଧାରା ଅଲଗା, କିନ୍ତୁ ଆପଣ ଗୋଟେ ପାର୍ଟିର ମୁଁ ଗୋଟେ ପାର୍ଟିର, ସେ ଏବେ ଗୋଟେ ପାର୍ଟିର ଅନ୍ୟ, କିନ୍ତୁ କେହି କାହାର ତ ଶତ୍ରୁ ନୁହନ୍ତି ପର୍ସନାଲି। ଏଇଟାକୁ ଯୋଉ ଯୁଦ୍ଧ କହୁଛନ୍ତି ଲଢ଼େଇ ହବ, ଏଇଟା ଗୋଟେ ମହୋତ୍ସବ। ଏଟା ହଉଛି ଭୋଟ ମୁଁ କାହାକୁ ଦେବି ସେ କଥା କଣ ଆଗରୁ କୁହାଯାଏ କି? ଆପଣ ଲାଗୁଛି କି ଦିଲ୍ଲୀପ ବାବୁ ଜିତିପାରିବେ? ହୁଏତ ତା ଦଳ ତାକୁ ସସ୍ପେଣ୍ଡ କରିପାରେ, ନଚେତ ଲୋକ ତାକୁ ପଚାରି ପାରନ୍ତି ସେ ବିଜେଡିର ଯାଆନ୍ତୁ, କଂଗ୍ରେସର ଯାଆନ୍ତୁ, ବା କମନ କ୍ୟାଣ୍ଡିଡେଟ୍ ଯାଆନ୍ତୁ, ବା ବିଜେପିର ଯାଆନ୍ତୁ, ସମସ୍ତେ ରାଜ୍ୟ ପାଇଁ କାର୍ଯ୍ୟ କରିବା ଦରକାର। ବର୍ତ୍ତମାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ରାଜ୍ୟସଭା ଇଲେକ୍ସନକୁ ନେଇ, ପ୍ରାର୍ଥୀତ୍ୱକୁ ନେଇ। ଏପଟେ ବିଜେପି ରଣହୁଙ୍କାର ଦେଇଛି ଆମେ ସମସ୍ତ ପ୍ରାର୍ଥୀକୁ ଜିତେଇ ଦେବୁ। ବିଜେଡି ମଧ୍ୟ କହିଛି ସମ ପରିମାଣରେ ଆମର ମଧ୍ୟ 2 କ୍ୟାଣ୍ଡିଡେଟ୍ ଜିତିକି ଆସିବେ। ଯଦି ଆମେ ଦେଖିବା, ପ୍ରଥମେ ପ୍ରାର୍ଥୀ ଚୟନ କରିଥିଲେ ବିଜେଡିର ମୁଖ୍ୟ ସୁପ୍ରିମୋ ନବୀନ ବାବୁ, ସନ୍ତୃପ୍ତ ମିଶ୍ର ଯିଏକି ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ, ବଡ଼ ଧନୀଶାଳୀ ଲୋକ ଏବଂ କଟକ ଏମ୍ପି ହିସାବରେ ପ୍ରାର୍ଥୀ ହୋଇକି ହାରିଛନ୍ତି। ହେଲେ ବି ନବୀନ ବାବୁଙ୍କର ଭରସା ତାଙ୍କ ଉପରେ ରହିଛି, ସେ ରାଜ୍ୟସଭାକୁ ଗଲେ ବୋଧହୁଏ ରାଜ୍ୟ ପାଇଁ କିଛି କରିପାରିବେ ବୋଲି, ବା ତାଙ୍କ ଦଳର କଥା ଯେହେତୁ ସେ ସନ୍ତୃପ୍ତ ମିଶ୍ରଙ୍କୁ ଆପଣେଇଛନ୍ତି ଏବଂ ପ୍ରାର୍ଥୀପତ୍ର ମଧ୍ୟ ତାଙ୍କର ନେଇଛନ୍ତି ବା ଇଲେକ୍ସନ କମିଶନ ପାଖରେ ଦାଖଲ କରିଛନ୍ତି। ଆଉ ଜଣେ ବାବୁ ଯେ କମନ କ୍ୟାଣ୍ଡିଡେଟ୍ ଡକ୍ଟର ହୋତା ମହୋଦୟଙ୍କୁ ଯେତେବେଳେ ସେ କରିଛନ୍ତି, ସେ ହେଉଛନ୍ତି ଏସିଡ୍ ମେଡିକାଲ ମଧ୍ୟ ଥିଲେ ଏବଂ ଜଣେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ, ଜଣେ ସାମାଜିକ କର୍ମୀ ହିସାବରେ ଏବଂ ଅନୁଭବୀ ଡାକ୍ତର ଚିକିତ୍ସକ ହିସାବରେ ତାଙ୍କର ବହୁତ ଦକ୍ଷତା ରହିଛି, ଯାହାକି ତାଙ୍କୁ ଯେତେବେଳେ ଠିଆ କରିଲେ ବା ତାଙ୍କୁ ସ୍ୱାଧୀନ ହିସାବରେ ସେ ଯେତେବେଳେ ନବୀନ ବାବୁଙ୍କ ସହିତ ରହିବାକୁ ଚାହିଁଲେ, ନବୀନ ବାବୁ ତାଙ୍କୁ ସମର୍ଥନ ଦେଇଛନ୍ତି। ଏପଟେ ଭକ୍ତ ଦାସ କଂଗ୍ରେସ ମଧ୍ୟ ସମ ପରିମାଣରେ ଏଇ କମନ କ୍ୟାଣ୍ଡିଡେଟ୍କୁ ସହଯୋଗର ହାତ ବଢ଼େଇଛନ୍ତି। ଆଜି ଯଦି ଦେଖିବା, ଦତେଶ୍ୱର ହୋତାଙ୍କୁ କଂଗ୍ରେସ ଏବଂ ବିଜେଡି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ବା କମନ ପ୍ରାର୍ଥୀ ହିସାବରେ ଗ୍ରହଣ କରାଯାଉଅଛି, କିନ୍ତୁ ଅନ୍ୟପଟରେ ଯଦି ଦେଖିବା ପଞ୍ଚମ ପ୍ରାର୍ଥୀ ହିସାବରେ ଆସିଲେ କିଏ ନା ଦିଲ୍ଲୀପ ରାୟ, ଯିଏ କି ଜଣେ ଅନୁଭବୀ ନେତା, ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ରାଜ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ଅନେକ ଅଭିଜ୍ଞତା ରହିଛି 40 ବର୍ଷର। ସେ ମଧ୍ୟ ସ୍ୱାଧୀନ ଭାବେ ଲଢ଼ିବାକୁ ଆସିଛନ୍ତି। ତାଙ୍କୁ ବିଜେପି ସହଯୋଗର ହାତ ବଢ଼େଇଛି। ଯେହେତୁ ପ୍ରଚ୍ଛଦ ପଟରେ କୁହାଯାଉଛି ଯେ ଇଏ ବିଜେପି ସମର୍ଥିତ, କିନ୍ତୁ ଯେହେତୁ ସେ ସ୍ୱାଧୀନ ଭାବେ ଜିତିଛନ୍ତି ଏବଂ ଯେତେବେଳେ ଆମେ ଦେଖିବା 4ଟି କ୍ୟାଣ୍ଡିଡେଟ୍ ଜିତିବାକୁ ପଡ଼ିବ, ସେଠେଇ ପଞ୍ଚମ କ୍ୟାଣ୍ଡିଡେଟ୍ ଆଉ ଜଣେ ଆସୁଛନ୍ତି ମନମୋହନ ସାମଲ, ସୁଜିତ କୁମାର। ଇଏ 2 ଜଣ ଯାକ ଜିତିବାଟା ଥୟ, ଯେହେତୁ ବିଜେପିର ସିଟ୍ ରହିଛି, ସିଟ୍ ସଂଖ୍ୟା ରହିଛି ଏବଂ ବିଜେପିର ଭୋଟ ଦେବାର ପାୱାର ରହିଛି। ଯଦି ବିଜେଡି ପଟକୁ ଆମେ ଆସିବା, ତାହେଲେ ବିଜେଡି ପାଖରେ ଗୋଟିଏ ସିଟ୍ ରହିଛି ସମ୍ପୂର୍ଣ୍ଣ କ୍ଷମତା ଏବଂ ଆଉ ଗୋଟେ ସିଟ୍ ଯଦି କଂଗ୍ରେସ ସପୋର୍ଟ ଦିଏ, ତାହେଲେ ଏଇ ସ୍ୱାଧୀନ ପ୍ରାର୍ଥୀ ଜିତିବାର ସମ୍ଭାବନା ସମ୍ପୂର୍ଣ୍ଣ ଭାବେ ରହିଛି। କିନ୍ତୁ ଏପଟେ ଦିଲ୍ଲୀପ ବାବୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ସେ ନିଶ୍ଚୟ ଜିତିବେ। କାରଣ ଯଦି ଆମେ ଦେଖିବା 2002 ମସିହାରେ ଯେତେବେଳେ ସିଏ ଆସିଥିଲେ, ତାଙ୍କର ଯେତିକି କ୍ୟାଣ୍ଡିଡେଟ୍ ଦରକାର ଥିଲା ତାଠୁ ଅଧିକ ସେ କିଣି ପକେଇଥିଲେ ଏବଂ ଅଚିରେ ସେ ଯାଇଥିଲେ ରାଜ୍ୟସଭାକୁ। ସେଇ ଜିନିଷଟାକୁ ଯଦି ଦେଖିବା ଆମେ, ତାହେଲେ ବିଜେପିର ଲିଡର ମାନେ କହୁଛନ୍ତି ସେ ଜଣେ ଅନୁଭବୀ ନେତା, ସେ ଜଣେ ବିଚକ୍ଷଣ ବ୍ୟକ୍ତି, କିନ୍ତୁ ଆମର ଏଠି କହିବାର କଥା ଯେ ଏଇଟା କ'ଣ ହବ। ତେଣୁ ଆଜିର ଟପିକ ଉପରେ ଆଲୋଚନା କରିବା ପାଇଁ ମୋ ସହିତ ଆଜି ଅଛନ୍ତି ଶ୍ରୀ ଅଶୋକ, ଯିଏକି ବରିଷ୍ଠ ସାମ୍ବାଦିକ। ସାର୍ ନମସ୍କାର। ସାର୍ କ'ଣ କହିବେ
ବର୍ତ୍ତମାନ ଇଏ ଗୋଟେ ଲଢେଇ ଚାଲିଛି। ପ୍ରଥମେ ନବୀନ ବାବୁ ତାଙ୍କର କ୍ୟାଣ୍ଡିଡେଟ ଉପସ୍ଥାପନା କଲେ। ତାଙ୍କ ପାଖରେ ଯେତେବେଳେ ଦେଖିବାକୁ ଯାଏ 50ରୁ 2 ଜଣ ସେ ଇସ୍ତଫା ଇଏ କରିଛନ୍ତି। ବର୍ତ୍ତମାନ 48 ଅଛି ଆଉ 51। ତାପରେ ଅନ୍ୟପଟେ ଯଦି ଦେଖିବା ବିଜେପି ତାର 2ଟା କ୍ୟାଣ୍ଡିଡେଟ ମନମୋହନ ସାମଲ ମାନେ ଉପଯୁକ୍ତ ଅଛନ୍ତି, ସେ ପଳେଇ ଯାଇପାରିବେ। ମନମୋହନ ସାମଲ ଜଣେ ବିଜେପିର ସଭାପତି, ଅଭିଜ୍ଞ ନେତା, ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ ଏବଂ ଅନ୍ୟପଟେ ଦେଖିବାକୁ ଗଲେ ରାଜସ୍ୱ ମନ୍ତ୍ରୀ, ଖାଦ୍ୟ ଯୋଗାଣ, ବିଭିନ୍ନ ପଦପଦବୀରେ ରହିଛନ୍ତି ଏବଂ ଜଣେ ଜ୍ଞାନୀ ଗୁଣୀ ଲୋକ, ଅଭିଜ୍ଞତା ସମ୍ପନ୍ନ, ବିଜେପିର ବ୍ରାଣ୍ଡ ଲିଡର। ତାଙ୍କ ପାଇଁ ଅସୁବିଧା ହବନି, ଦଳ ତାଙ୍କୁ ବାଛିବ। ସୁଜିତ କୁମାର ଜଣେ ଆଇଏଏସ୍ ଅଫିସର, ପ୍ରଥମେ ବିଜେଡି ବା ନବୀନ ବାବୁଙ୍କର ପାଖ ଲୋକ ଥିଲେ, ରାଜ୍ୟସଭାକୁ ଯାଇଥିଲେ। ଅନ୍ୟପଟେ ତାଙ୍କୁ କିଛି ଦିନ ପୂର୍ବରୁ ବିଜେପିରେ ସେ ମିଶିଥିଲେ ଏବଂ ପୁନର୍ବାର ଚାନ୍ସ ଦେଇଛନ୍ତି ବିଜେପି। ରାଜ୍ୟ ସରକାର ତାଙ୍କୁ ଆଉ ପଠେଇବାକୁ ଚାହିଁନ୍ତି, ତାଙ୍କର ମଧ୍ୟ ଯିବାଟା ଥୟ ହେଇଛି। ଅନ୍ୟପଟେ ଯଦି ଦେଖିବା ସନ୍ତୃପ୍ତ ମିଶ୍ର ଏବଂ ଦିଲ୍ଲୀପ ରାୟ ଏବଂ ଦତେଶ୍ୱର ବାବୁ, ସୁତା ବାବୁ, ଯଦିଓ ଆମେ ଦେଖିବା ସଂଖ୍ୟା ଗଣିତରେ ସନ୍ତୃପ୍ତ ମିଶ୍ର ଯିବାର ମଧ୍ୟ ଏକ ପ୍ରକାର ନିଶ୍ଚିନ୍ତ, କିନ୍ତୁ ଯଦି କଣ ଭୁଲ ହେଇପାରେ ଅଲଗା କଥା, କିନ୍ତୁ ସେ ଯିବାଟା ଥୟ। ଆଉ ଗୋଟେ କମନ କ୍ୟାଣ୍ଡିଡେଟ ହେଲେ ସୋତା ବାବୁ, ବରିଷ୍ଠ ଚିକିତ୍ସକ, ଜ୍ଞାନୀ ଗୁଣୀ ଲୋକ, କିନ୍ତୁ ତାଙ୍କ ପାଖରେ ଯେହେତୁ ସିଟ୍ ନଥିଲେ ବି ବିଜେପି ପାଖରେ ଇଏ କମନ କ୍ୟାଣ୍ଡିଡେଟକୁ ଭକ୍ତଦାତା କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଭାବେ ତାଙ୍କୁ ସପୋର୍ଟ କରୁଛନ୍ତି। ଅନ୍ୟପଟେ ଆଜ୍ଞା ଦିଲ୍ଲୀପ ବାବୁ ମଧ୍ୟ କ୍ୟାଣ୍ଡିଡେଟ ହୋଇଛନ୍ତି ସ୍ୱାଧୀନ ଭାବେ, ସେପଟୁ ବିଜେପି ତାଙ୍କୁ ସମର୍ଥନ କରୁଛି। କିନ୍ତୁ ଏପଟେ ଦେଖିଲେ ବିଜେପି ପାଖରେ ସିଟ୍ ନାହିଁ ଏବଂ ଯଦି ଆମେ ଅସନ୍ତୁଷ୍ଟ 2 ଜଣଙ୍କୁ ଦେଖିବା, ଯଦି ଆସିବେ ତାଙ୍କର ତଥାପି ଆହୁରି 6ରୁ 8ଟି ସିଟ୍ ଦରକାର। ତାହେଲେ ଏଠି କଣ କହିବେ ସାର୍? ଆପଣ ଲାଗୁଛି କି ଦିଲ୍ଲୀପ ବାବୁ ଜିତି ପାରିବେ? ସାର୍ ଦେଖନ୍ତୁ, ପ୍ରଥମ କଥା ହେଲା ଆପଣ କହିଲେ ଲଢ଼େଇ। ନିର୍ବାଚନ ପ୍ରକ୍ରିୟାଟା ଗଣତାନ୍ତ୍ରିକ ରାଷ୍ଟ୍ରର ସଂଘର୍ଷ ନୁହେଁ, ଲଢ଼େଇ ନୁହଁ। ଏଇଟା ଗୋଟେ ଗଣତାନ୍ତ୍ରିକ ମହୋତ୍ସବ। ଏଇଟାକୁ ଯୋଉ ଯୁଦ୍ଧ କହୁଛନ୍ତି, ଲଢ଼େଇ ହବ, ଏଇଟା ଗୋଟେ ମହୋତ୍ସବ, ଗଣତାନ୍ତ୍ରିକ ମହୋତ୍ସବ। ଏଇଟା ବିଲକୁଲ ଲଢ଼େଇ ଶବ୍ଦଟା ବ୍ୟବହାର କରିବା ଅନୁଚିତ ନୁହେଁ। ବିଲକୁଲ ମୋ ମତରେ, ଚାहे ନେତା ହୁଅନ୍ତୁ ଚାहे ଯିଏ ବି ହୁଅନ୍ତୁ, ଆମର ଯୁଦ୍ଧ ଚାଲିଛି, ଲଢ଼େଇ ଚାଲିଛି, ଏଇଟା ତ ଗଣତନ୍ତ୍ର ରାଷ୍ଟ୍ର, ଏଇଟା ଗୋଟେ ଗଣତାନ୍ତ୍ରିକ ମହୋତ୍ସବ। ଏଠି ଲଢ଼େଇ ଶବ୍ଦ କାହିଁକି ୟୁଜ୍ କରୁଛନ୍ତି? ଏଠି କେହି କାହାର ଶତ୍ରୁ ନୁହନ୍ତି। ଏଠି ବିଚାରଧାରାର, ଆପଣଙ୍କର ବିଚାରଧାରା ମୋ ବିଚାରଧାରା ଅଲଗା, କିନ୍ତୁ ଆପଣ ଗୋଟେ ପାର୍ଟିର, ମୁଁ ଗୋଟେ ପାର୍ଟିର, ସେ ଏବେ ଗୋଟେ ପାର୍ଟିର ଅନ୍ୟ, କିନ୍ତୁ କେହି କାହାର ତ ଶତ୍ରୁ ନୁହନ୍ତି ପର୍ସନାଲି। ଏଠି ମୁଁ କହିବି ସାର୍ ଯୋଉ କଥାଟା କହିଲେ ଯେ ଏଇଟା ଗୋଟେ ମହୋତ୍ସବ ବା ବିଚାରଧାରାର ଗଣତାନ୍ତ୍ରିକ ମହୋତ୍ସବ, ଏଇ ଗଣତନ୍ତ୍ର ମହୋତ୍ସବ ଠିକ କଥା। କାରଣ କିଛି ଦିନ ପୂର୍ବରୁ ଆପଣ ଦେଖିବେ ଯେତେବେଳେ ଭକ୍ତ ଦାସ ଆଉ ଦିଲ୍ଲୀପ ରାୟ ହଉଛନ୍ତି ବନ୍ଧୁ, ସେ ବନ୍ଧୁ ହିସାବରେ ଫୋନ କରିଥିଲେ ମୁଁ କମନ କ୍ୟାଣ୍ଡିଡେଟ ହବାକୁ ଯାଉଛି ବା ସ୍ୱାଧୀନ ପ୍ରାର୍ଥୀ ହେବାକୁ ଯାଉଛି, ଏବଂ ଭକ୍ତ ଦାସଙ୍କୁ ଯେତେବେଳେ ଫୋନ କଲେ, ଭକ୍ତ ଦାସଙ୍କୁ ଗଣମାଧ୍ୟମ ଯେତେବେଳେ ପଚାରିଛନ୍ତି ସାମ୍ବାଦିକ ମାନେ, ସେ କହିଲେ ସେ ମୋର ବନ୍ଧୁ ହେଇଥାଇପାରେ କିନ୍ତୁ ବିଚାରଧାରା ଅଲଗା। ମୁଁ ଗୋଟିଏ ହଉଛନ୍ତି ଗୋଟେ ପାର୍ଟିର ଯେହେତୁ ସଭାପତି, ସମୟ ଗଡି ଯାଇଛି, ଆମେ ଅନ୍ୟ ଜଣଙ୍କୁ ଆମେ କଥା ଦେଇସାରି, ତେଣୁ ବନ୍ଧୁ ହେଲେ ବି ମୁଁ ତାଙ୍କୁ ସାହାଯ୍ୟ କରିପାରିବି। ବାସ୍, ଏଇଠି ଏଇ ବନ୍ଧୁ ଶବ୍ଦଟା ମୁଁ ନୋଟ କଲି, ମୁଁ ଉତ୍ତର ଦେବି। କାହିଁକି ଆଜ୍ଞା? କିନ୍ତୁ ଅନ୍ୟପଟେ ଦେଖାଯାଉଛି ଭଡ଼ା ବେପାର। କାରଣ ଯେତେବେଳେ 2002 କି ଆପଣ ଦେଖିବେ ବା ଆପଣ ଯୋଉଠି ଦେଖନ୍ତୁ, ଯେତେବେଳେ ସଂଖ୍ୟା ନଥାଇ, ସିଟ୍ ନଥାଇ କ୍ୟାଣ୍ଡିଡେଟ ଯେତେବେଳେ ଜଣେ ହଉଛନ୍ତି, ସେତେବେଳେ ଲାଗୁନି କି ସାର୍ ଭଡ଼ା ବେପାର ହବ ବୋଲି? ସାର୍, କିଣା ବିକା, ଘୋଡ଼ା ବେପାର, ଏଇ ଯୋଉ ଶବ୍ଦ ଗୁଡ଼ିକ ବ୍ୟବହାର ହେଉଛି, ତାର କିଛି ପ୍ରମାଣ ନାହିଁ। ସାର୍ ଦେଖନ୍ତୁ, ତାର କିଛି ପ୍ରମାଣ ନାହିଁ। এইটা হচ্ছে উড়া কথা। নির্বাচন প্রক্রিয়া উপরে এটা গোটে বিরাট বাধা সৃষ্টি করুচি।
ହଁ କିଣା ବିକା ହେଉଛି, ଘୋଡ଼ା ବେପାର ହେଉଛି। ଆରେ ଯେଉଁମାନେ କହୁଛ ଘୋଡ଼ା ବେପାର, ଯେଉଁମାନେ କହୁଛ କିଣା ବିକା, ତମେ କ'ଣ ସମସ୍ତେ ନିଜେ ନିଜେ ଜଣେ ବିକ୍ରି ହେବା ପଦାର୍ଥ କି? ଆଜ୍ଞା ଯଦି କେହି ନେତା ଅନ୍ୟ ନେତା ଉପରେ, କୌଣସି ପାର୍ଟି ଅନ୍ୟ ପାର୍ଟି ଉପରେ ଦୋଷାରୋପ କରୁଥିବ, ଆଜ୍ଞା ସେ ପାର୍ଟି ଘୋଡ଼ା ବେପାର କରୁଛି। ଘୋଡ଼ା ବେପାର କରୁଛି ମାନେ ତମେ କହୁଛ ମୋ ପାର୍ଟିର ଲୋକମାନଙ୍କୁ ସେ କିଣି ନେବ। ତା ଅର୍ଥାତ୍ ଯେଉଁମାନେ ନିର୍ବାଚନ ଜିତିଛନ୍ତି, MLA ହୁଅନ୍ତୁ, MP ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଆଜ୍ଞା ସେମାନେ କ'ଣ ବିକ୍ରି ହେବା ବସ୍ତୁ କି? ସେମାନେ କ'ଣ ବିକ୍ରି ହେଇପାରନ୍ତି କି? ଏହା ଆମ ଗଣତାନ୍ତ୍ରିକ ପଦ୍ଧତି ଉପରେ ବିରାଟ କୁଠାରଘାତ ନୁହେଁ କି? ଆମ ଗଣତାନ୍ତ୍ରିକ ପଦ୍ଧତି ଭୋଟ ପ୍ରକ୍ରିୟା, ନିର୍ବାଚନ ପ୍ରକ୍ରିୟାକୁ ଅପମାନିତ କରୁନାହିଁ କି ଏଇ ଶବ୍ଦ ଗୁଡ଼ାକ? ସାର୍ ଆପଣ ଯୋଉ କଥା ନା କେହି ପ୍ରମାଣ ଦେଇପାରିବେ ଯେ ସିଏ ତାକୁ ପଇସା ଦେଇକି କିଣିଲା? ପ୍ରମାଣ ଦେଇପାରିବେନି। ତା ମାନେ ତମେ ବି କିଣା ବିକା କରିବାର ମାହିର ହେଇପାରିଥାଅ। ତମେ ପ୍ରଥମେ ଆମେ ଗୋଟେ ଆଙ୍ଗୁଳି ଅନ୍ୟ ଉପରକୁ ଏମିତି ଉଠିବା ପୂର୍ବରୁ ଆହୁରି ଆମ 2-3ଟା ଆଙ୍ଗୁଳି ଆମ ନିଜ ଆଡ଼କୁ ଅଛି। ନିଜ କଥା ଦେଖିବା ପ୍ରଥମ କଥା। ତାପରେ ଦ୍ୱିତୀୟ କଥା ଆସିଲା, ଆପଣ କହୁଛନ୍ତି ଦିଲ୍ଲୀପ ରାୟ ଜିତି ପାରିବେ କି? କଥା ହେଉଛି ଜିତିବା ହାରିବାର କେତେ ଗୁଡ଼ିଏ କଥା, କେବଳ ରାଜ୍ୟସଭା ଇଲେକ୍ସନ ନୁହଁ, ପ୍ରତ୍ୟେକ ଇଲେକ୍ସନରେ ଆମେ ଦେଖିଛନ୍ତି। ପ୍ରଥମ କଥା ଆମେ ଦେଖିଛନ୍ତି ଲୋକମାନଙ୍କର ସ୍ୱାର୍ଥ, ଭୋଟଦାତା, ମୁଁ ଲୋକମାନେ କହିବିନି, ପ୍ରଥମେ ଭୋଟଦାତା ପ୍ରଥମେ ତାଙ୍କର କେଉଁଠି ତାଙ୍କ ନିଜର ମଙ୍ଗଳ ହେବ, ରାଜ୍ୟର କିମ୍ବା ଦେଶର ମଙ୍ଗଳ ହେବ, ଭୋଟଦାତା ପ୍ରଥମେ ଏଟାକୁ ଦେଖନ୍ତି। ଦ୍ୱିତୀୟତଃ ଦେଖନ୍ତି କ୍ୟାଣ୍ଡିଡେଟ୍ କିଏ, ସେ କେଉଁ ପ୍ରାର୍ଥୀ ସମସ୍ତଙ୍କ ପାଇଁ, ଆମ ପାଇଁ, ଦେଶ ପାଇଁ, ରାଜ୍ୟ ପାଇଁ, ସମସ୍ତଙ୍କ ପାଇଁ ସୁଇଟେବଲ୍ ପ୍ରାର୍ଥୀ। ତୃତୀୟ କଥା ବନ୍ଧୁତ୍ୱ ଦେଖାଯାଏ, ଇଏ ମୋର କେତେ ବନ୍ଧୁ, ମୋତେ ବନ୍ଧୁତ୍ୱ ମାନେ ତା ମାନେ ନୁହେଁ ଯେ ଜଣେ ପ୍ରାର୍ଥୀ ଜଣଙ୍କର ପୁରା ଘନିଷ୍ଠ ବନ୍ଧୁ ହେଇଥିବ, ସେ କଥା ନୁହେଁ। ଲୋକମାନଙ୍କର କେତେ ପ୍ରିୟ, ଲୋକମାନଙ୍କର କେତେ ପ୍ରିୟ। ତାପରେ ଆଉ ଗୋଟେ କଥା ଦେଖିବାକୁ ଭୋଟଦାତା ମାନେ ଦେଖନ୍ତି, ଆମେ ଯେଉଁଠି ଅଛନ୍ତି, ଅର୍ଥାତ୍ ଯେଉଁ ପାର୍ଟିର ଅଛନ୍ତି, ଯେଉଁ ଗାଁରେ ଅଛନ୍ତି କି ଯେଉଁ ରାଜ୍ୟରେ ଅଛନ୍ତି, ଅର୍ଥାତ୍ ଆମ ଯେଉଁ ସ୍ଥାନରେ ଅଛନ୍ତି, ସେ ସ୍ଥାନଟା ଆମ ପାଇଁ କେତେ ସୁରକ୍ଷିତ, ସେ ସ୍ଥାନର ବର୍ତ୍ତମାନ ପରିସ୍ଥିତି କ'ଣ। ଏକ୍ଜାମ୍ପଲ୍ ମୁଁ କହୁଛି, ମୁଁ ସ୍ଥାନଟା କାହିଁକି କହିଲି, ଧରି ନିଆଯାଉ ସ୍ଥାନ ବିଜେଡ଼ିରେ ଥିବା ଭୋଟଦାତା, ରାଜ୍ୟସଭାକୁ ଭୋଟ ଦେଉଥିବା ଯେଉଁମାନେ ଭୋଟଦାତା, ସେମାନେ ପ୍ରଥମେ ଦେଖିବେ କ୍ୟାଣ୍ଡିଡେଟ୍ କେମିତି, ଯେଉଁମାନେ କମନ୍ କ୍ୟାଣ୍ଡିଡେଟ୍ କଥା କହୁଛି, ଆଜ୍ଞା ସ୍ୱାଧୀନ ଭାବରେ ଯାଇ ଠିଆ ହେଇଛନ୍ତି, ତାଙ୍କରି କଥା ଆମେ ସେମାନେ ଦେଖିବେ ପ୍ରାର୍ଥୀଟି କେମିତି, ଆମ ପାଇଁ କେମିତି, ଲୋକମାନଙ୍କ ପାଇଁ କେମିତି। ଦ୍ୱିତୀୟ କଥା, ମୁଁ ଜଣେ ଭୋଟଦାତା, ମୁଁ ଆଗେ ଦେଖିବି ମୁଁ ଯେଉଁଠି ଅଛି, ମୋ ଅର୍ଥାତ୍ ଯେଉଁ ପାର୍ଟିର ଅଛି, ସେ ପାର୍ଟିର ମୋର ବର୍ତ୍ତମାନ ପରିସ୍ଥିତି କ'ଣ, ମୁଁ ଯାହାକୁ ଭୋଟ ଦେବି ତା ଦ୍ୱାରା ମୋର ଭବିଷ୍ୟତ କ'ଣ ହେଇପାରିବ, ସେମାନେ ଭବିଷ୍ୟତକୁ ଚିନ୍ତା କରିବେ। ଆଚ୍ଛା, ତାପରେ ଗୋଟିଏ କଥା ବର୍ତ୍ତମାନ କ୍ୱେଶ୍ଚନ୍ ଉଠୁଛି, ବର୍ତ୍ତମାନ ଓପନ୍ ବ୍ୟାଲେଟ୍ ଭୋଟ ହେବ, এইটা ହେଉଛି ବଡ଼ କଥା। ଓପନ୍ ବ୍ୟାଲେଟ୍ରେ ଭୋଟ ହେଲେ ପାର୍ଟିର ଯିଏ ଏଜେଣ୍ଟ ସେ ତ ସବୁ ଜାଣିବେ, ଓପନ୍ ବ୍ୟାଲେଟ୍ର କାହାକୁ ଭୋଟ ଦିଆଗଲା, କ'ଣ ହେଲା ସବୁ ଜାଣିବେ। ଯଦି କୌଣସି ପାର୍ଟି ହୁଇପ୍ ଜାରି କଲା, ତାହେଲେ ଓପନ୍ ବ୍ୟାଲେଟ୍ର କ୍ରସ୍ ଭୋଟିଂ ପାଇଁ ଟିକେ ଚିନ୍ତାଜନକ ହବ। ଯଦି ହୁଇପ୍ ଜାରି ନହେଲା, ତାହେଲେ ଜାଣିବେ ଖେଳ କିଛି, ସେ ପାର୍ଟିର ବଡ଼ ନେତା ହୁଅନ୍ତୁ ଯେ ହୁଅନ୍ତୁ, ଖେଳ କିଛି ନା ଏପଟ ସବୁ ହବାର, ସେମାନେ ଚାହାନ୍ତି ଏପଟ ସେପଟ ହଉ। ପାର୍ଟିର ମୁଖିଆ ଯେକୌଣସି ପାର୍ଟି ହଉ, କଂଗ୍ରେସ ହଉ, ବିଜେଡି ହଉ, ବିଜେପି ହଉ, ଏମାନେ ଯଦି ହୁଇପ୍ ଜାରି ନ କରିବେ, ତାହେଲେ ଜାଣିବେ ସେ ମୁଖିଆ ହିଁ ଚାହୁଁଛନ୍ତି ହେଇଯାଉ, ଖେଳଟା ହେଇଯାଉ, ଏଇଆ ନୁହେଁ କଥା। ତେଣୁ ବର୍ତ୍ତମାନ କାଲକୁଲେସନ୍ କରିବା ଯେ ଦିଲ୍ଲୀପ ରାୟଙ୍କ ପାଖରେ ପଇସା ଅଛି, ସେ କିଣି ନେବେ,
ତାଙ୍କ ପାଖରେ ପଇସା ନାହିଁ ସେ ବିକିପାରିବେନି। ଏଇ ଜିନିଷ ଗୁଡ଼ା ଆଲୋଚନା କରିବା ବୋଧେ ଯେଉଁମାନେ କହୁଛନ୍ତି ସେମାନେ ତାର ପ୍ରମାଣ ଦେଇପାରିବେନି। ନମ୍ବର 1। ନମ୍ବର 2, ଆମର ଯେଉଁ ନିର୍ବାଚନ ପଦ୍ଧତି ଉପରେ ଏଇଟା କୁଠାରଘାତ କରିବା ଭଳିଆ ଶବ୍ଦ। ସାର୍ ଆପଣ ଯୋଉ କଥାଟା କହିଲେ ଠିକ। ଆପଣ ଜଣେ ଜ୍ଞାନୀ ଗୁଣୀ ଲୋକ କହୁଛନ୍ତି ଯେ ଭାରତୀୟ ଗଣତନ୍ତ୍ର ପରମ୍ପରାରେ ଏଇଟା କରିବାକୁ ଆପଣ ଗାଁ ୱାର୍ଡ ମେମ୍ବରଠୁ ଆରମ୍ଭ କରି ଭାରତ ମୁଖ୍ୟଙ୍କ ପର୍ଯ୍ୟନ୍ତ ଯାଆନ୍ତୁ, ସବୁ ଜାଗାରେ ଏଇ ଯୋଉ ଭଡ଼ା ବେପାର, ଅର୍ଥ କିଣା ବିକା। ଆପଣ ଦେଖନ୍ତୁ ଗୋଟେ ପାର୍ଟିର ଯେତେବେଳେ 2002 ମସିହା କଥା ଆପଣ ଯୋଉ କଥା କହିଲେ ହୁଇପ୍ ଜାରି ହବା ସତ୍ତ୍ୱେ ବି ଲୋକ ଦେଇ ଦଉଛନ୍ତି। କିନ୍ତୁ ଆଗରୁ ଥିଲା ଲୁଚେଇକି ଦବା, ଏବେ ଓପନ ବାଲଟ। ସେତେବେଳେ କେହି ଜାଣିପାରୁନଥିଲେ କିଏ କାହାକୁ ଦେଲା, ଫିର୍ ଜଣା ପଡି ପାରୁଥିଲା ସନ୍ଦେହଜନକ ଭାବେ। ଏବେ ଯେତେବେଳେ ଓପନ ବାଲଟ ହବ, ମହମ୍ମଦ ମୋକିମ ତ ମାନେ କହିଲେ ଛାତିକି ଚଉଡ଼ା କରିକି ଆମ ରାଷ୍ଟ୍ରପତିଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ। ହଁ, କଣ ଅସୁବିଧା ହେଲା? ସିଏ ସେଠେଇ କଥାଟା ଥିଲା କଣ ଆଜ୍ଞା, ମୋକିମ ବାବୁ କହିଲେ ଯେ ଯେହେତୁ ସେ ଓଡିଶାର ଝିଅ। ହଁ, ମୁଁ ତ ବର୍ତ୍ତମାନ ସେଇ କଥା ଗୁଡା କହିଲି। ଯିଏ ଦବ କ୍ରସ୍ ଭୋଟିଂ ର ଯିଏ ଦବ ସେଇ କଥା ଗୁଡା, ସେ ଜଣେ ଯାହାକୁ ଦବ ଧନ୍ୟବାଦ ଜଣକୁ କ୍ରସ୍ ଭୋଟିଂ କରିକି ଭୋଟ ଦେବା, ସିଏ ଏକ୍ସପ୍ଲାନେସନ ଦେଇପାରିବ, ସିଏ ଉତ୍ତର ଦେଇପାରିବ ଇଏ ଜଣେ ଭଲ ନେତା, ଇଏ ଜଣେ ଅଭିଜ୍ଞ ନେତା, ଇଏ ଜଣେ କର୍ମକୁଶଳୀ ନେତା, ତେଣୁ ମୁଁ ତାକୁ ଭୋଟ ଦେଲି। ଆପଣ ଯୋଉ କଥାଟା କହୁଛନ୍ତି ଆଜ୍ଞା ମୁଁ ସେଥିରେ ସମ୍ମତ। କିନ୍ତୁ ଏଠି ଗୋଟେ ଦ୍ୱନ୍ଦ୍ୱ ରହିଲା ଯେ ଆଜ୍ଞା ବେପାର ମୁଁ କାହିଁକି ଦେବି, ଏଇଥିପାଇଁ ଆଜ୍ଞା ଦିଲ୍ଲୀପ ବାବୁ ହୁଅନ୍ତୁ ବା ଯିଏ ବି ହୁଅନ୍ତୁ, ଦତେଶ୍ୱର ବାବୁ ହୁଅନ୍ତୁ, ଦତେଶ୍ୱର ବାବୁ ଜଣେ ଯଦି ଦେଖିବା ସିଏ ହଉଛନ୍ତି ଜଣେ ଚିକିତ୍ସକ। ତାଙ୍କ ଚାକିରି ପିରିୟଡର ବହୁତ ଡିସ୍ପ୍ୟୁଟ ଅଛି, ବହୁତ ମାମଲା ଅଛି। ସେ ଜଣେ ଦତେଶ୍ୱର ଡକ୍ଟର ହୋତା, ସେ ଜଣେ ନେତା ନୁହନ୍ତି, ସେ ଜଣେ ଚିକିତ୍ସକ। ନମ୍ବର 1। ନମ୍ବର 2, ତାଙ୍କର ଚାକିରି ପିରିୟଡରେ ଆମେ ଯାହା ଚାକିରି ପିରିୟଡ ତାଙ୍କ କୋର୍ଟରୁ ତାଙ୍କ କ'ଣ କୋଶ୍ଚିନ୍ ପେପର ଇଏ ଇନଭଲ୍ଭ ନ ହେବା ପାଇଁ କୋର୍ଟ ସତ ନିର୍ଦ୍ଦେଶ ଦେଇଥିଲା। ଏମିତି ଆମେ ଶୁଣୁଛନ୍ତି ଅନେକ ପ୍ରକାର ଡିସ୍ପ୍ୟୁଟ ଅଛି ବୋଲି। ଯାହା ବି ହଉ ତାଙ୍କୁ ଯେତେବେଳେ କଂଗ୍ରେସ ଆଉ ବିଜେଡି ସମର୍ଥନ କରିଛନ୍ତି, ସେତେବେଳେ ଯଦି ଦେଖିବା ତାଙ୍କର ଭୋଟ ଭାରଟା ଅଧିକ ଅଛି, ଜିତିବାର କ୍ଷମତାଟା ତାଙ୍କର ଅଧିକ, ତାଙ୍କର ଇଏ। କିନ୍ତୁ ଅନ୍ୟପଟେ ଆପଣ ଯଦି ଦେଖିବା ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ଯାହାକୁ ବିଜେପି ସମର୍ଥନ, ତାଙ୍କ ପାଖରେ ଭୋଟ ନାହିଁ, ଆହୁରି 8ଟା ଦରକାର। ନା ଭୋଟ ନାହିଁ କାହିଁକି ସାର୍? ଦେଖନ୍ତୁ ଏଇଟା ବା ନିର୍ବାଚନ ପ୍ରକ୍ରିୟା। ଆଜ୍ଞା ଶୁଣନ୍ତୁ, ଆପଣ ଯୋଉଟା କହୁଛନ୍ତି ଠିକ ଅଛି, କିନ୍ତୁ ଏପଟେ ପୁରା ଦତେଶ୍ୱର ବାବୁଙ୍କୁ ଏପଟେ ଯେତେବେଳେ ତାଙ୍କୁ ବିଜେଡି ହୁଅନ୍ତୁ ବା କଂଗ୍ରେସ ତାଙ୍କୁ ସମର୍ଥନ କଲେ, ତାଙ୍କର 33 ହେଇଯାଉଛି। ସାରେ ଏକଥା ଭୁଲି ଯାଉଛନ୍ତି କାହିଁ? ଆମେ ବର୍ତ୍ତମାନ ସ୍ୱାଧୀନ ଦେଶରେ ଅଛନ୍ତି, ଆମ ସମସ୍ତଙ୍କର ସ୍ୱାଧୀନ ଅଧିକାର ଅଛି। ସାର୍ ସେଇଟା ଠିକ ଯେ ଆପଣ ଦେଖନ୍ତୁ ବିଜେଡି ଆଉ ବିଜେପି କଂଗ୍ରେସ 3ଟା ଦଳ, ଯିଏ ଯୋଉଥିରୁ ଜିତିକି ଆସିଲା ସେଇ ଦଳ ତା କମନ କ୍ୟାଣ୍ଡିଡେଟ୍ ଦବ, ତା କ୍ୟାଣ୍ଡିଡେଟ୍। ସେମିତି ମାନେ ସ୍ୱାଧୀନ ଅଧିକାର ଅଛି। ଯଦି ଆପଣ ଜଣେ ସ୍ୱାଧୀନ କ୍ୟାଣ୍ଡିଡେଟ୍, ମୁଁ ଜଣେ ଭୋଟ ଦାତା, ମୋର ସ୍ୱାଧୀନ ଅଧିକାର ଅଛି। ପାର୍ଟି ଗାଇଡଲାଇନ ଅଲଗା। ଯଦି ଏଇଟା ରାଜ୍ୟସଭାକୁ ଯେତେବେଳେ ପଠା ହୁଏ ସେତେବେଳେ ପାର୍ଟି ସମର୍ଥନ ହେଇଥିବା ଦରକାର, କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଇଛି ପାର୍ଟି ଲୋକଟି ହାରିଯାଏ, ସ୍ୱାଧୀନ କ୍ୟାଣ୍ଡିଡେଟ୍ ଜିତେ। କିନ୍ତୁ କାହିଁକି ନା ଦେଖନ୍ତୁ ଆମେ ତ କହିପାରିବାନି, ଆପଣ ଯୋଉ କଥା କହିଲେ ଠିକ ଅଛି, ସ୍ୱାଧୀନ ଚିନ୍ତାଧାରା ଲୋକ ବର୍ତ୍ତମାନ 2ଟା ଲୋକ ଦେଇପାରିବାର କ୍ଷମତା ରହିଛି। ନା ଆପଣ ଯୋଉ 2ଟା ଲୋକ କହୁଛନ୍ତି ସେମାନେ ଡିସ୍ପ୍ୟୁଟ ଭିତରେ 2ଟା ଲୋକ ବି ଦେଇପାରିବେନି। 2ଟା ଲୋକ। ପ୍ରଥମ କଥା ହେଲା ଗୋଟେ ସନା ମହାକୁଡ଼, ଯିଏକି ତାଙ୍କୁ ବିଜେଡି ବାହାର କରିଦେଇଛି, ଆଉ ଅରବିନ୍ଦ ମହାପାତ୍ର। ନା ଏଇ 2 ଜଣ, ତାପରେ ଆଉ ଜଣେ ଲୁକାୟିତ ଅଛନ୍ତି, ସେ ଯାହା ବି ଆମେ ତାଙ୍କ ନାଁ ପ୍ରକାଶ, ସେ ଯାହା ବି ଆପଣ ଏଇ 2 ଜଣଙ୍କ ନାଁ ନେଇ ପାରୁଛନ୍ତି କଣ ପାଇଁ? ସେମାନେ ପୁରା ସାମ୍ନାରେ ଅଛନ୍ତି। ଦେଖନ୍ତୁ ବିଜୟ ମହାପାତ୍ରଙ୍କ ଘରକୁ ଯେତେବେଳେ ହୋଲି ଦିବସରେ ଦିଲ୍ଲୀପ ରାୟ ଯାଇକି ପହଞ୍ଚିଲେ, ଅରବିନ୍ଦ ମହାପାତ୍ର କହିଲେ ଯେ ଏ ବିଷୟରେ କିଛି ରାଜ୍ୟସଭା ଉପରେ କଥାବାର୍ତ୍ତା ହୋଇନାହାନ୍ତି, ଯେହେତୁ ସେ ପ୍ରତିବର୍ଷ ଆମ ଘରକୁ ଆସନ୍ତି।
ମୋ ବାପାଙ୍କର ଜଣେ ବନ୍ଧୁତ୍ୱ। ବନ୍ଧୁ ହଁ ତେଣୁ ଆସିପାରିବେ କିନ୍ତୁ ସେ ତା ଭିତରେ ବି ଲୁକାୟିତ କଥା ରହିଥିଲା ଏବଂ ତାଙ୍କୁ ଯେତେବେଳେ ପଚରା ହେଇଛି ସେ କହିଲେ ଏଇଟା ମୋର ବିବେକର କଥା ହଁ। ଜଣେ ଅନୁଭବୀ ନେତା ସେ 40 ବର୍ଷର ଅଭିଜ୍ଞତା ଅଛି ହଁ 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 ତେଣୁ ହୁଏତ ଆଙ୍ଗୁଳି ନିର୍ଦ୍ଦେଶ ହେଇଥାଇପାରେ କଣ ହେଇଥିବ? ଯେତେବେଳେ ସେଇ ସମୟ ଆସିବ ମୁଁ ମୋର ବିବେକ ଅନୁଯାୟୀ ଭୋଟ ଦେବି। ହଁ ଭୋଟ ଏଟା ହଉଛି ଭୋଟ ମୁଁ କାହାକୁ ଦେବି ସେ କଥା କଣ ଆଗରୁ କୁହାଯାଏ କି? ଆଗରୁ କୁହା ନଯାଏ ହଁ। କିନ୍ତୁ ସେ ଯେତେବେଳେ ଏବେଠାରୁ ପଚାରିବାଟା ନା 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 ଅରବିନ୍ଦ କହିପାରିବି କାହିଁକି ନା ଯେହେତୁ ସିଏ ତାଙ୍କୁ ବିଜେଡି ଇସ୍ତଫା ମାନେ ତାଙ୍କୁ ଇଏ କରିଛି ବିଜେଡି- ସସ୍ପେଣ୍ଡ କରିଛି କିନ୍ତୁ ବର୍ତ୍ତମାନ ଆମେ କହିବା ଯେ ସତ୍ୟେନ୍ଦ୍ର ମିଶ୍ରଙ୍କ ପାଖରେ ଅଧିକ ପଇସା ଅଛି ବା ବିଜେଡି ଦଳ ପାଖରେ ଆପଣ ପଇସା କଥା କାହିଁ ନା, ନା, ମୁଁ ଆଜ୍ଞା ଗୋଟେ କହୁଛି ହଁ କୁହନ୍ତୁ। ତାହେଲେ ସିଏ ବିଜେପିର କ୍ୟାଣ୍ଡିଡେଟ୍ ବି କିଣିପାରିବେ ବିଜେଡି ଦଳକୁ ଏମାନେ ବି କିଣିପାରିବେ ହୁଁ ଆ ଦ୍ୱାରା କଣ ହବ ନା ଗୋଟେ ଆମେ ଯାହାକୁ ଗୋଟେ ମନ୍ଦିରକୁ ପଠେଇଛେ ହୁଁ। ମୁଁ ଭାବୁଛି ମୋ ଲକ୍ଷ୍ୟରେ ହୁଁ। ଯେତେବେଳେ ବାଜପେୟୀଙ୍କର ଚାଲିଥିଲା ଭୋଟ ଆପଣ ଦେଖନ୍ତୁ ହୁଁ 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 ଗିରିଧାରୀ କମାଙ୍ଗ ହୁଁ ଗୋଟିଏ ଭୋଟର ଗୋଟିଏ ଭୋଟରେ ହରେଇ ଦେଇ ହୁଁ। ବାଜପେୟୀ ସ୍ୱର୍ଗତ ବାଜପେୟୀ ହଉଛନ୍ତି ଯଦି ହୁଁ, ଭାରତବର୍ଷର ହୁଁ, ଏମିତି ଗୋଟିଏ ନେତା ହୁଁ, ଅପ୍ରତିଦ୍ୱନ୍ଦୀ ନେତା କହିଲେ ଅତ୍ୟୁକ୍ତି ହେବ ନାହିଁ ହୁଁ। ସର୍ବଜନମାନସର ହୁଁ, ହୁଁ, ଜଣେ ଭଲ ନେତା ହିସାବରେ ହୁଁ। ମୁଁ ମାନୁଛି ମାନେ କଂଗ୍ରେସ ହୁଅନ୍ତୁ ବିଜେଡି ହୁଅନ୍ତୁ ସମସ୍ତେ ମାନନ୍ତି ତାଙ୍କୁ କାହିଁକି ନା ଜଣେ ନିରପେକ୍ଷ ନେତା ହୁଁ। ଦେଶ ପାଇଁ ବଳିଦାନ ଦେବା ଭଳିଆ ନେତା ସେଇଦିନ ଠାରୁ ଆମର ମହାଶୟ ଗିରିଧାରୀ ଗମାଙ୍କର ରାଜନୀତି କ୍ୟାରିୟରର ପୁଣ୍ୟଛେଦ ପଡିଗଲା ନା ନାଇଁ? ଆଜ୍ଞା ସେଇ କଥାଟା ଦେଖନ୍ତୁ ହୁଁ, ପ୍ରଥମେ 13 ଦିନ ତାପରେ 13 ମାସ ହୁଁ, କିନ୍ତୁ ଏଭଳିଆ ଲୋକ ଯିଏକି ହୁଁ। ଟ୍ରେନରେ ଯାଇକି ମାନେ ଲାହୋର ପାକିସ୍ତାନରେ ହୁଁ, 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 ଆମ ବସ୍ ଠୁ ମାନେ ଟ୍ରେନ ଚଳେଇଥିଲେ ହୁଁ। ଆପଣ ଦେଖିଥିବେ ଯେତେବେଳେ ତାଙ୍କୁ ଗୋଟେ ପଚାରିଥିଲେ କିଏ ତାଙ୍କର ଜଣେ ସାମ୍ବାଦିକା କହିଥିଲା ଯେ ମହୋଦୟ ମୁଁ ଆପଣଙ୍କୁ ମ୍ୟାରେଜ କରିବାକୁ ଚାହୁଁଛି ସିଏ ହସି ହସି କହିଥିଲେ ହୁଁ। ଯେ ହଁ ଇଏ କିଛି ଅସୁବିଧା ନାହିଁ କିନ୍ତୁ ସେ କହିଥିଲେ ମୋର ଗୋଟିଏ କିନ୍ତୁ ସର୍ତ୍ତ ଅଛି ନା କଣ ନା ମୁଁ କାଶ୍ମୀରଟା ନେବାକୁ ଚାହୁଁଛି ହଁ, ହଁ। ପାକିସ୍ତାନ ହଁ, ଇଏ ସେଠୁ କହିଥିଲେ ହୁଁ। ଯେ ମୁଁ ଯୌତୁକରେ ପୁରା ଭାରତ ଏଇ ପାକିସ୍ତାନଟାକୁ ନେବାକୁ ଚାହେଁ ତେଣୁ ହଁ। ଇଏ ଯଦିଓ ଜୋକ୍ ବି ହେଇପାରେ ଯୋଉ ସିଏ କିନ୍ତୁ ତା ଭିତରେ ତାଙ୍କର ଥିଲା ବାଜପେୟୀଙ୍କର ବିରାଟ ଦେଶଭକ୍ତି। ଦେଶଭକ୍ତ ସିଏ ଚାହୁଁଥିଲେ ହୁଁ। ଭାରତରୁ ନବା ପାଇଁ ହୁଁ। କିନ୍ତୁ ଇଏ ଚାହୁଁଥିଲେ ଯେ ମୋ ଦେଶ ପାଇଁ ଆପଣ ଦେଖିଥିବେ ଯେତେବେଳେ ହୁଁ। ସେ ଗୋଟେ ବୈଦେଶିକ ଉପରେ ଗୋଟେ କହିଦେଇଥିଲେ କଥା ସେତେବେଳେ ତାଙ୍କୁ ଗୋଟେ ଆସିଥିଲା ତାଙ୍କ ଉପରେ ଦଳରୁ ବାହାର କରିଦେବା ପାଇଁ ସେ ସେତେବେଳେ କହିଥିଲେ ଯେ ହୁଁ। ମୁଁ ପ୍ରଥମେ ମୋ ଦେଶ ପାଇଁ କାମ କରିବି ତାପରେ ଦଳ ହୁଁ। ତେଣୁ ଏଠି ବର୍ତ୍ତମାନ ପ୍ରାୟ ସମସ୍ତେ ହୁଁ। କିଛି ଟଙ୍କା ଯଦି ଗୋଟେ ୱାର୍ଡ ମେମ୍ବର ବିକ୍ରି ହେଇଯାଉଛି ସରପଞ୍ଚକୁ ଭୋଟ ଦେବାକୁ ବା ଅନାସ୍ଥା ପ୍ରସ୍ତାବ ଯେତେବେଳେ ଅଛି ଆପଣ ଦେଖନ୍ତୁ ଗୋଟେ ବ୍ଲକରେ ଚେୟାରମ୍ୟାନ ହଟାଯାଉଛି ଆଗରୁ ବିଜେଡି ଥିଲା ଏବେ ବିଜେପି ଆସିଲା ଯଦି ପଇସା କାରବାର ହେଇଯାଉଛି ବା ବିଜେପିର ଗୋଟେ ଥିବ ତାକୁ ବିଜେଡି କଂଗ୍ରେସ ବାଲା ହଟେଇ ଦଉଛନ୍ତି ପଇସା କାରବାର ହେଇକି କଣ ହଉଛି ସଂଖ୍ୟା ଗରିଷ୍ଠ ଯିଏ ଭୋଟ ଅଧିକ ହେଲା ତାକୁ ହଟେଇ ଦେବେ ବ୍ଲକ ଚେୟାରମ୍ୟାନ ହଉ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୁଅନ୍ତୁ ବା ସରପଞ୍ଚ ଏଇ ଯୋଉ ପରମ୍ପରାଟା ରହିଛି ଆ ଦ୍ୱାରା କଣ ହଉଛି ସେ ଲୋକଟି ସ୍ୱାଧୀନ ଭାବେ କାର୍ଯ୍ୟ କରିପାରୁନି ଏପଟେ ରାଜ୍ୟସଭାର ଯଦି ସାଂସଦକୁ ଆମେ ଦେଖିବା ସିଏ ହୁଏତ ରାଜ୍ୟସଭାରେ ଉପସ୍ଥାପନ କରିବେ କିନ୍ତୁ କଣ ରାଜ୍ୟ ପାଇଁ କରିବେ କଣ ଇଏ ଲୋକ ହୁଏତ ପ୍ରାୟ ଲୋକ ଜାଣିପାରନ୍ତି ନାହିଁ କିନ୍ତୁ ଦେଶର ଯଦି ଦେଖିବା ଇଏ ଗୋଟେ ଅନୁଭବୀ ନେତା ଦିଲ୍ଲୀପ ବାବୁ ଜଣେ ଧନୀଶାଳୀ ବ୍ୟକ୍ତି ଏପଟେ ଯଦି ଆମେ ଦଳମତ ନିର୍ବିଶେଷରେ ଦେଖିବା ଡକ୍ଟର ମହୋଦୟଙ୍କୁ ସେ ଜଣେ ବରିଷ୍ଠ ଚିକିତ୍ସକ ସିଏ ବି ତାଙ୍କର ରାଜ୍ୟସଭାକୁ ଯୋଉମାନେ ଯାଆନ୍ତି ଆଜ୍ଞା ପ୍ରାୟତଃ ସେମାନେ ଜ୍ଞାନୀ ଗୁଣୀ ଲୋକ ଏଜୁକେଟେଡ ଲୋକ ତେଣୁ ଏପଟେ ଯଦି ଦେଖିବା ଅଭିଜ୍ଞତା ଦୃଷ୍ଟିରୁ ରାଜନୈତିକ କ୍ୟାରିୟର ହିସାବରେ ଜଣେ ଶିଳ୍ପପତି ହିସାବରେ ଦିଲ୍ଲୀପ ବାବୁଙ୍କର ମଧ୍ୟ ଅଧିକ କ୍ଷମତା ରହିଛି ଅନ୍ୟପଟେ ଯଦି ଦେଖିବା ରାଜନୈତିକ ଲୋକ ନହେଲେ ମଧ୍ୟ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଙ୍କର ଅବଦାନ ମଧ୍ୟ ଅତୁଳନୀୟ ସିଏ କହୁଛନ୍ତି ଦୃଢ ପ୍ରକାଶ କରୁଛନ୍ତି ମତେ ସୁଯୋଗ ମିଳେ ମୁଁ ରାଜ୍ୟ ପାଇଁ କିଛି ଚିକିତ୍ସା କ୍ଷେତ୍ର ଉପସ୍ଥାପନ ତାଙ୍କୁ ସୁଯୋଗ ମିଳିଥିଲା ଜଣେ ଚିକିତ୍ସକ ପାଇଁ ସେ ଲୋକଙ୍କ ପାଖରୁ 500-600 ଟଙ୍କା ନେଇକି ଚିକିତ୍ସା କରିବାଟା ନିହାତି ଦରକାର ନିହାତି ଉଚିତ ଥିଲା କି କିଛି ଲୋକଙ୍କୁ ଗରିବଙ୍କର ତ ସେବା କରିପାରିଥାନ୍ତେ
ସେତେବେଳେ ସେ ଲୋକ ଏଇଟା କ'ଣ ପ୍ରଫେସନ କଥା? ଆରେ ପ୍ରଫେସନ ହେଲେ ସୁଦ୍ଧା ବଡ଼ ଲୋକଙ୍କ କତିରେ ପଇସା ନିଅ, ଗରିବ ଲୋକଙ୍କୁ ମାଗଣାରେ ତାଙ୍କୁ ଟ୍ରିଟମେଣ୍ଟ କର। ଆଜ୍ଞା ଆପଣ ଦେଖିବେ ଏସସିବି ମେଡିକାଲରେ ଅନେକ ଡକ୍ଟର ଅଛନ୍ତି ଏବଂ ଓଡ଼ିଶାରେ ଏ ରାମଚନ୍ଦ୍ରନ ଗୋଟେ ଲୋକ ଟଙ୍କିକା ପ୍ରାୟ ଲୋକ ଅଛନ୍ତି ଯେତେବେଳେ ସେ ଅଦୂଷିତ ଅଞ୍ଚଳର ଲୋକମାନେ ସେ ଯାଇକି ସେଠି ଲୋକମାନଙ୍କୁ ମାଗଣାରେ ଚିକିତ୍ସା କରୁଛନ୍ତି। ଅନେକ ଡାକ୍ତର ଅଛନ୍ତି, ମହନୀୟ ଡାକ୍ତର, ନମ୍ର ପୂଜ୍ୟ। ଘୋଡ଼ା ବେପାର ଟଙ୍କା କାରବାରରେ ଯଦି ନେତା ମନ୍ତ୍ରୀ କିଣି ହେବେ ତାହେଲେ ସାଧାରଣ ଜନତାଟି କ'ଣ କରିବ? ନାଇଁ ଇମ୍ପସିବୁଲ। ଏଇଟା ସବୁ ମାନେ ହାୱା କଥା। ଘୋଡ଼ା ବେପାର କିଣା ବିକା ଟଙ୍କା ୟା ଦେହରେ ଇଲେକ୍ସନ ଚାଲିନି କି ଚାଲିବ ନାହିଁ। ବାଇଚାନ୍ସ କେଉଁଠି କ'ଣ କେମିତି ହୁଏ, ଯଦି ପଇସାର ଇଲେକ୍ସନ ମାନେ ପାର୍ଟି ଚେଞ୍ଜ ହେଇପାରିଥାନ୍ତା ତାହେଲେ ଗୋଟେ ପାର୍ଟି ତ ସେ ପୁରା ଜୀବନ ସାରା ରହିପାରନ୍ତା। ଆପଣ ଦେଖନ୍ତୁ, ହୁଏତ ଆପଣ ଧର୍ମ ନିରପେକ୍ଷ ହିସାବରେ କହିପାରନ୍ତି, କିନ୍ତୁ ଆମେ ଯଦି ଦେଖିବା ବର୍ତ୍ତମାନର ପରିସ୍ଥିତି ଯାହା ଚାଲିଛି, ହୁଏତ 24 ବର୍ଷର ନବୀନ ସରକାରକୁ ଲୋକମାନେ ହଟେଇ ଦେଲେ ଜନାଦେଶ ହିସାବରେ, କିନ୍ତୁ ଅନ୍ୟପଟରେ ଯଦି ଦେଖିବା ପ୍ରାୟ ଜାଗାରେ ଷଡ଼ଯନ୍ତ୍ର ହୁଏ, ପ୍ରାୟ ଜାଗାରେ ଅର୍ଥର କାରବାର ହୁଏ, ମଦର କାରବାର ହୁଏ। ଆପଣ ଦେଖିବେ ଇଲେକ୍ସନ ଆସିବ, ଯେମିତିଆ ଲୋକଟା ହଉ ଯଦି ସେ ମଦ ମାଂସ ଭୋଜି ଟଙ୍କା ନଦେଲା ଗାନ୍ଧୀ ମୁଣ୍ଡ ତାହେଲେ ଜିତିବାଟା ଆଜ୍ଞା ଏତେ ଇମ୍ପସିବୁଲ ହେଇଯାଉଛି। ସାର୍ କ'ଣ ହେଇଛି, ସାଧାରଣ ଗୋଟେ ସରପଞ୍ଚରେ ସେ 40 ଲକ୍ଷ 50 ଲକ୍ଷ କୋଟି ଟଙ୍କା କ'ଣ ହେଇଛି, ଯେଉଁମାନଙ୍କ ପାଖରେ ପଇସା ଖର୍ଚ୍ଚ କରିବାର କ୍ଷମତା ଅଛି, ଯେଉଁ କ୍ୟାଣ୍ଡିଡେଟ୍ ପାଖରେ, ସେ ଖର୍ଚ୍ଚ କରିଦେଇକି ନିଜକୁ ମାନେ ବହୁତ କୁହେ ଯେ ମୁଁ ଆଇ ଏମ୍ ସାଟିସ୍ଫାଏ, ସେ ଖର୍ଚ୍ଚ କରିଦେଲେ ତାକୁ ସାଟିସ୍ଫ୍ୟାକ୍ସନ୍ ମିଳେ। କିନ୍ତୁ ଜନାଦେଶକୁ ଲୋକମାନଙ୍କର ଯେଉଁ ସ୍ୱାଧୀନ ଚେତନାକୁ, ସ୍ୱାଧୀନ ଚେତାକୁ ପଇସା ଦେଇକି ମଦ ଫଦ ଦେଇକି କିଣି ହେବନି। ବାଇଚାନ୍ସ 5 ଆଙ୍ଗୁଳି ସମାନ ନୁହେଁ, ବାଇଚାନ୍ସ କେଉଁଠି କ'ଣ ହେଇଯାଇପାରିଥାଏ ଯାହାର କି ପ୍ରମାଣ ନାହିଁ। ଆମେ କହିବା କଥା, ପ୍ରମାଣ ତ କେହି ଦେଇପାରିବେନି। ଏବେ ଇଭେନ୍ ଇଲେକ୍ସନ କମିଶନର ବି ପ୍ରମାଣ ଦେଇପାରିବେନି, କେହି ବି ଦେଇପାରିବେନି। ତେଣୁ ଯେଉଁଥିରେ ପ୍ରମାଣ ନାହିଁ ସେ କଥାଟାକୁ ବାରମ୍ବାର କହିବା ସେଇଟା ଭଲ ନୁହେଁ, କାରଣ ଏ ପ୍ରମାଣ ଶୂନ୍ୟ କଥା ମୁଁ କହିବି। ତାହେଲେ ସାର୍ ମୋଟାମୋଟି କହିବାକୁ ଗଲେ ଆପଣ ରାଜ୍ୟସଭାରେ ଯେଉଁ 5 ଜଣ କ୍ୟାଣ୍ଡିଡେଟ୍ ହେଇଛନ୍ତି, 4 ଜଣ ତ ଯିବେ। ଯେଉଁ ଯିଏ ଯିବେ ସେମାନଙ୍କୁ ମୋ ହିସାବର ସେମାନେ ଗଣତାନ୍ତ୍ରିକ ପଦ୍ଧତିରେ ଯିବେ। ଏଇ ଯେଉଁ ଘୋଡ଼ା ବେପାର କିଣା ବିକା ଏ କଥା ଗୁଡ଼ା ଏଗୁଡ଼ା ସବୁ ବେକାର କଥା। ଏ କଥାକୁ ଛାଡ଼ି ଦିଅନ୍ତୁ। ଆମ ଓଡ଼ିଶାରୁ ରାଜ୍ୟସଭାକୁ ଯିଏ ଯିବେ ସେମାନେ ସ୍ୱଚ୍ଛ ନିର୍ମଳ ଦେଶ ସେବକ, ଆମ ଓଡ଼ିଶାବାସୀଙ୍କର ସେବା କରିଲା ଭଳିଆ ଲୋକକୁ ଏ ଭୋଟଦାତା ମାନେ ନିଶ୍ଚିତ ବାଛିବେ। ତାହେଲେ ଆଜିର ଯେଉଁ ବିଷୟଟି ଥିଲା ରାଜ୍ୟସଭାକୁ ଏଇ ଯେଉଁ ଚାଲିଛି ଯେ ରାଜ୍ୟସଭା ଘୋଡ଼ା ବେପାରରେ ଚାଲିବ ନା ପ୍ରକୃତ କମନ କ୍ୟାଣ୍ଡିଡେଟ୍ ବଛା ହେବ, ନା ଏପଟେ ଯେଉଁ ଚତୁର୍ଥ ଆଉ ପଞ୍ଚମ କ୍ୟାଣ୍ଡିଡେଟ୍ ଯେଉଁମାନେ ରହିଛନ୍ତି କିଏ ଜିତିପାରିବ। ତେଣୁ ଆଜିର ବିଶେଷ ଯେଉଁ ଆମେ ଆଲୋଚନା କଲୁ ସାର୍ଙ୍କ ହିସାବରେ, ସାର୍ଙ୍କ ଭାଷାରେ ଯେ ଗୋଟେ ଧର୍ମନିରପେକ୍ଷ ରାଷ୍ଟ୍ରରେ ଘୋଡ଼ା ବେପାର ନାହିଁ ବା ଟଙ୍କା ପଇସା କାରବାର, ଏଇଟା ଗୋଟେ ମିଛ କଥା। ଗଣତାନ୍ତ୍ରିକ ପଦ୍ଧତିରେ ହେବ। କିନ୍ତୁ ଯଦି ଆମେ ବିଶ୍ଳେଷଣ କରିବା, ପୂର୍ବ କଥାକୁ ଉନ୍ମୋଚନ କରିବା, ସାରା ଦେଶରେ ଏ ଘୋଡ଼ା ବେପାର ଚାଲିଛି। କେବେ ଏହାର ଶେଷ ହେବ ଆମେ ମଧ୍ୟ କହିପାରିବା ନାହିଁ। ଖାଲି ଯେ ଆମେ ରାଜ୍ୟସଭା କହିବା ନାହିଁ, ଆପଣ ଯେତେ ଦୁର୍ନୀତି ହେଉଛି ଆପଣ ଦେଖିବେ ଗୋଟେ ଭିଜିଲାନ୍ସ ଗୋଟେ ଖଣି ବିଭାଗର ଅଫିସରଙ୍କ ଘରୁ 4.5 କୋଟି ନଗଦ ଟଙ୍କା ବାହାରେ। ତେଣୁ ସାଧାରଣ ଯଦି ଇଞ୍ଜିନିୟରଟିଏ ସାଧାରଣ ଅଫିସର ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ସୁନା, କୋଠା, ତାହେଲେ ଏ ଟଙ୍କା ଦ୍ୱାରା ସବୁକିଛି କିଣା ଯାଇପାରୁଛି। ଟଙ୍କା ଦ୍ୱାରା ମା ବାପାକୁ ବି କିଣା ଦେଇ ପାରୁଛି ବୋଲି ଆଧୁନିକ ଯୁଗରେ ଯାହା ମାନେ କୁହାଗଲାଣି। ତେଣୁ କେମିତି ଜିତିବେ? ଦିଲ୍ଲୀପ ବାବୁ ଯିବେ ନା କୋତା ବାବୁ ଯିବେ? ଜଣେ ଅଭିଜ୍ଞ ରାଜନୈତିକ ନେତା, 40 ବର୍ଷର ଅଭିଜ୍ଞ ଅଛି, ଜଣେ ଧନୀଶାଳୀ ବ୍ୟକ୍ତି। ଏପଟେ ଯଦି ଦେଖିବା ଆଉ ଜଣେ ବାବୁ ଯିଏକି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଗ୍ରଗଣ୍ୟ। ତେଣୁ ଏଇଟା ଗୋଟେ ଦଳଗତ କଥା। ଯଦି ଆମେ କହିବା ଧର୍ମରେ ଘୋଡ଼ା ବେପାର ସ୍ଥାନ ନାହିଁ, ଟଙ୍କା ପଇସାର କାରବାର ନାହିଁ, ତାହେଲେ ଯଦି ବିବେକ ଅନୁମୋଦିତ ହେବ ବା ଦଳ କଥାରେ ଚାଲିବ, ତାହେଲେ
ଦତେଶ୍ୱର ବାବୁ ବା ହତା ବାବୁ ଜିତିବାର ଅଧିକ ସଂଖ୍ୟାରେ ଆଶା ଲାଗୁଛି। କିନ୍ତୁ ଯଦି ଘୋଡ଼ା ବେପାର ହୁଏ ତାହେଲେ ଦିଲ୍ଲୀପ ରାୟ ମଧ୍ୟ ଯଦି ଗୋଟି ଚାଳନା ହେବ, କାରଣ ଗୋଟି ଚାଳନାରେ ମାଷ୍ଟର ସିଏ। ଘୋଡ଼ା ବେପାର ସହିତ ବିବେକର ବେପାର ଯଦି ହୁଏ, ଆଜ୍ଞା ହଁ, ଦିଲ୍ଲୀପ ବାବୁଙ୍କର ବିଭିନ୍ନ ଦଳଙ୍କ ସହିତ ଭଲ ସୁସମ୍ପର୍କ ରହିଛି। ବିବେକ ବେପାର ଆଉ ବନ୍ଧୁତ୍ୱର ବେପାର ଯଦି ଆରମ୍ଭ ହେଇଗଲା, ଦିଲ୍ଲୀପ ବାବୁ ହଉଛନ୍ତି ଜଣେ ଭଲ ଲୋକ, ଜ୍ଞାନୀ ଲୋକ, ଅନୁଭବୀ ରାଜନେତା ଏବଂ ଧନୀଶାଳୀ ଲୋକ ଯେହେତୁ, ଏବଂ ପ୍ରାୟ ସମସ୍ତଙ୍କ ସହିତ ତାଙ୍କର ସୁସମ୍ପର୍କ ରହିଛି। ସେ ଦୃଷ୍ଟିରୁ ବି ସେ ଭୋଟ ହାତେଇ ଥାଇପାରନ୍ତି। କିନ୍ତୁ ଯଦି ଦଳଗତ ହିସାବରେ ଦେଖିବା ତାହେଲେ ସଂଖ୍ୟା ଦୃଷ୍ଟିରୁ ତାଙ୍କର କମ୍ ରହିଛି, ଏପଟେ ଆଙ୍କର ଭାରି ରହିଛି। କିନ୍ତୁ ଯଦି ସୁସମ୍ପର୍କ ଦୃଷ୍ଟିରୁ ଜଣେ ବିଚକ୍ଷଣ ନେତା ହିସାବରେ ଦେଖାଯାଏ ସେ ଆଗୁଆ ରହିପାରନ୍ତି। କିନ୍ତୁ ଏପଟେ ବିଜେପି ବିଜେଡି କଂଗ୍ରେସର କଥା ରହିଛି। ଯୋଉ କ୍ୟାଣ୍ଡିଡେଟ ଟି ଦବ ଭୋଟ ଓପନ ବାଲାଟରେ ଧରା ପଡିବ, ନିଶ୍ଚିତ ହୁଏତ ତା ଦଳ ତାକୁ ସସ୍ପେଣ୍ଡ କରିପାରେ, ନଚେତ ଲୋକ ତାକୁ ପଚାରି ପାରନ୍ତି। ଲୋକ ପଚାରିବେ, ଲୋକ ନ ପଚାରି ପାରନ୍ତି, କିନ୍ତୁ ଓଡିଶାର ଲୋକ ପଚାରିବେ। ତାହେଲେ ସେ କିଣା ହେଲା, ସେ ବି କିଣା ହେଇପାରେ। ତାକୁ କହିପାରନ୍ତି ବିବେକରେ ଦେଲା ବୋଲି, ଶୁଣନ୍ତୁ ଆଜ୍ଞା, ବିବେକ ତାକୁ କହିପାରନ୍ତି ବନ୍ଧୁତ୍ୱରେ ଦେଲା ବୋଲି। ତେଣୁ ଆମେ ଆଗାମୀ ଅଧ୍ୟାୟରେ ଦେଖିବା ଯେ ରାଜ୍ୟସଭାକୁ କିଏ ଯିବ, ଯିଏ ବି ଯାଆନ୍ତୁ। ବର୍ତ୍ତମାନ ଯୋଉମାନେ ଅଛନ୍ତି ସମସ୍ତ ଅନୁଭବୀ, ସମସ୍ତେ ରାଜ୍ୟ ପାଇଁ କରିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜ୍ଞା ସାର୍, ଏବଂ ଯିଏ ଯାଆନ୍ତୁ ଆମର ନିବେଦନ ରହିବ ଓଡ଼ିଶା ପାଇଁ ଆପଣ କାର୍ଯ୍ୟ କରନ୍ତୁ। ରାଜ୍ୟସଭାରେ ଓଡ଼ିଶାର ଖଣି ହଉ, ପାଣି ହଉ, ମହାନଦୀର ଯୋଉ ସମସ୍ୟାଟି ଅଛି ତା ଉପରେ ଆପଣ ଫୋକସ କରନ୍ତୁ। ଆଜ୍ଞା, କୃଷକକୁ ତାର ଉଚିତ ମୂଲ୍ୟ କିପରି ମିଳିବ, ପାଣିର ଅଭାବ ନ ହଉ, ଡ୍ୟାମ ହଉ, ଲୋକମାନଙ୍କୁ କିପରି ଭାବେ ତାଙ୍କର ସରଳୀକୃତ ଭାବରେ ତାଙ୍କ ଜୀବନର ମାନଦଣ୍ଡ ମାନେ ଚଳିବାର କ୍ଷମତା ଅଧିକ ରହିବ, କୃଷିର ବିକାଶ ହେବ, ସ୍ୱାସ୍ଥ୍ୟର ବିକାଶ ହେବ, ଶିକ୍ଷାର ବିକାଶ ହେବ। ସମସ୍ତ ନେତୃବର୍ଗ ମାନେ ଚିନ୍ତା କରିବା ଦରକାର। କାରଣ ବର୍ତ୍ତମାନ ଡବଲ ଇଞ୍ଜିନର ସରକାର ଅଛି। ସେ ବିଜେଡିର ଯାଆନ୍ତୁ, କଂଗ୍ରେସର ଯାଆନ୍ତୁ, ବା କମନ କ୍ୟାଣ୍ଡିଡେଟ ଯାଆନ୍ତୁ, ବା ବିଜେପିର ଯାଆନ୍ତୁ, ସମସ୍ତେ ରାଜ୍ୟ ପାଇଁ କାର୍ଯ୍ୟ କରିବା ଦରକାର। କାରଣ ଦେଶ ବଞ୍ଚିଲେ, ରାଜ୍ୟ ବଞ୍ଚିଲେ ଆମେ ବଞ୍ଚିବା। ତେଣୁ ଆପଣ ହଉଛନ୍ତି ଜନତାଙ୍କର କର୍ତ୍ତା ବିଧାତା। ଆପଣ ଯେହେତୁ ପ୍ରତିନିଧି, ଆମର ପିତା, ଆମର ଗୁରୁଜନ, ତେଣୁ ଆପଣଙ୍କ ସ୍ୱର ଯଦି ପାର୍ଲିଆମେଣ୍ଟରେ ବା ରାଜ୍ୟସଭାରେ ଶାଣିତ ହେବ ତାହେଲେ ରାଜ୍ୟ ପାଇଁ ଲାଭ ହେବ। ତେଣୁ ଆଶା କରୁଛୁ ଆପଣମାନଙ୍କର ସୁଚିନ୍ତିତ ମତାମତ ଆପଣ ଦେବେ, ଲାଇକ୍ ସବସ୍କ୍ରାଇବ କରିବେ, ଏବଂ ଆଗାମୀ ଅଧ୍ୟାୟରେ ଆମେ ଦେଖିବୁ ଏ ରାଜ୍ୟସଭାର କ୍ୟାଣ୍ଡିଡେଟ କିଏ ହଉଛନ୍ତି ବା କେଉଁ ପ୍ରାର୍ଥୀ ଜିତିକି ଯାଉଛି। ତାହେଲେ ଆସନ୍ତୁ ଆଗାମୀ ଅଧ୍ୟାୟରେ ଆମେ ଆଲୋଚନା କରିବା। ସାର୍ ନମସ୍କାର।